ଜଙ୍ଗଲରେ ଦୁଇଟି ଠେକୁଆର ବାହାଘର ହେଉଥାଏ। ଜଙ୍ଗଲର ସବୁ ପଶୁପକ୍ଷୀମାନଙ୍କୁ ଭୋଜିର ଆୟୋଜନ କରି ଭୋଜିଭାତ ଖାଇବାକୁ ଡାକିଥାନ୍ତି। ସେଥିପାଇଁ ସେଠାରେ ଆସି ବାଘ, ହରିଣ, ସିଂହ, ଛେଳି, କୁକୁର, କଇଁଛ, ଠେକୁଆ, ମାଙ୍କଡ଼, ଶିଆଳ, କାଉ, ବଗ, ଗାଈ ଏମିତି ସମସ୍ତେ ଆସି ପହଞ୍ଚିଲେ। ବାହାଘର ବୋଲି ସମସ୍ତେ ସମସ୍ତଙ୍କ ସହିତ ଦେଖା ହେଲା। ନିଜ ନିଜ ମଧ୍ୟରେ ମଧ୍ୟ ଭାବ ବିନିମୟ ବି ହେଲା। ସିଂହର ସାମ୍ନାରେ ବାଘ, ବାଘର ସାମ୍ନାରେ ହରିଣ। ହରିଣଟି ପୁରା ଗୁଲଗାଲିଆ ଦେଖାଯାଉଥାଏ। ବାଘଟି ଏସବୁ ଦେଖୁଥାଏ, ହେଲେ ତାକୁ ଖପ୍ କିନି ଧରି ପାରୁନଥାଏ କି ତାକୁ ମାରି ଖାଇ ବି ପାରୁନଥାଏ। ସେଇଠି ଗାଈଟି ବି ଠିଆ ହୋଇଥାଏ। ପକ୍ଷୀମାନେ ବି ମନ ଆନନ୍ଦରେ ଉଡ଼ାଉଡ଼ି କରୁଛନ୍ତି। କେହି ବି କାହାକୁ ଆକ୍ରମଣ କରିପାରୁନଥାନ୍ତି, କାରଣ ମାସକ ପୂର୍ବରୁ ଜଙ୍ଗଲରେ ଗୋଟିଏ ନୂଆ ନିୟମ କରାଯାଇଛି। ନିୟମଟି ହେଉଛି କି କାହାର ବାହାଘର, ଜନ୍ମଦିନ କି କିଛି ଭଲ ଭଲ ଦିନମାନଙ୍କରେ କି ବଡ଼ ବଡ଼ ପଶୁମାନେ ଛୋଟମାନଙ୍କୁ ମାରିପାରିବେନି। କେହି ବି କାହାର ମୁଣ୍ଡ ମୋଡ଼ି ଖାଇବେନି। ଯିଏ ନିୟମ ବାହାରେ ଯିବ, ବଣର ରାଜା ତାର ବିଚାର କରିବେ। ବିଚାର ଅନୁଯାୟୀ ଅପରାଧୀକୁ ସଜା ଭୋଗ କରିବାକୁ ପଡ଼ିବ। ବିବାହର କାର୍ଯ୍ୟକ୍ରମ ସରିବା ପରେ ଯିଏ ଯାହା ଘରକୁ ଫେରିଗଲେ। କଥାବାର୍ତ୍ତା ହୋଇ ଏକା ସାଙ୍ଗେ ଫେରୁଥାନ୍ତି କଇଁଛ ଓ ଶିଆଳ। କିଛି ବାଟ ଯିବା ପରେ ଦୁଇଜଣ ଯାକ ବହୁତ କ୍ଳାନ୍ତ ହୋଇପଡ଼ିଲେ। ଟିକେ ଦୂରରେ ବୁଦା ପାଖରେ ସେମାନେ ଯାଇ ବସିଲେ। ଦିଜଣ ଯାକ ସେଠାରେ ଟିକେ ଆରାମରେ ଆଡ୍ଡା ମାରିଲେ। ସେହି ସମୟରେ ତାଙ୍କ ଭିତରେ ବହୁତ ଆଲୋଚନା ଚାଲିଲା ଓ ସୁଖ ଦୁଃଖ ମଧ୍ୟ ଦୁଇଜଣ ଯାକ ହେଲେ। ଦୁର୍ବଳ ପ୍ରାଣୀଙ୍କ ଉପରେ ସବଳ ପ୍ରାଣୀମାନେ ଆଟାକ୍ କରିପାରିବେନି। କେହି କାହା ଉପରେ ଅତ୍ୟାଚାର କରିପାରିବେନି, ଏମିତି ଆଇନ କରିବାକୁ ପଡ଼ିବ। ଶିଆଳ ଓ କଇଁଛର ବନ୍ଧୁତ୍ୱର କଥା ଜଙ୍ଗଲରେ ସମସ୍ତେ ଜାଣନ୍ତି। ସମସ୍ତେ ଜାଣନ୍ତି ବୋଲି ଜଙ୍ଗଲର ସବୁ ପଶୁପକ୍ଷୀମାନେ ତାଙ୍କୁ ହିଂସା କରନ୍ତି। ଶିଆଳ ସେସବୁ କଥାକୁ ଖାତିର କରେ ନାହିଁ କି ସେସବୁ କଥାକୁ କାନକୁ ବି ନିଏ ନାହିଁ, କିଏ କ'ଣ କହୁଛି ବୋଲି। ହେଲେ କଇଁଛର ମନରେ ଭୟ ଆସୁଥାଏ, କାଳେ ତାଙ୍କର ବନ୍ଧୁତ୍ୱ ଭାଙ୍ଗିଯିବ। ଶିଆଳ ଯଦି କେବେ ଭୁଲ ବୁଝି ଦୂରେଇ ଯିବ। ଶିଆଳ କିନ୍ତୁ କାହାର କଥାକୁ ଶୁଣେ ନାହିଁ। ନିଜେ ଠିକ୍ ରହିଲେ କିଛି ବି ଭୁଲ ବୁଝାବଣା ହେବ ନାହିଁ। ଶିଆଳ ବିଶ୍ୱାସ କରେ ଯେ ଏମିତି ବିଶ୍ୱାସ ସମସ୍ତେ ସମସ୍ତଙ୍କୁ କରିବା ଦରକାର। ତାହେଲେ ଜଙ୍ଗଲରେ ଶାନ୍ତି ଫେରିଆସିବ। କାରଣ ଅକାରଣରେ କେହି କାହାକୁ ମାରିବେନି। ଦୁର୍ବଳ ପଶୁଙ୍କ ଉପରେ ଝାପି ପକାଇବେ ନାହିଁ। ସମସ୍ତଙ୍କ ପାଇଁ ଫେରିଆସିବ ଶାନ୍ତି ଓ ଶୃଙ୍ଖଳା। ଶିଆଳ ଓ କଇଁଛ ଗଭୀର ଆଲୋଚନାରେ ମଗ୍ନ ହୋଇଯାଇଛନ୍ତି। ଦୂରରୁ ଥାଇ ଗୋଟିଏ ବାଘ ଏସବୁ ଦେଖୁଥାଏ। ବାଘଟି ବହୁତ ଭୋକିଲା ଥିଲା। ଦିନସାରା କିଛି ବି ହେଲେ ଖାଇବାକୁ ପାଇନି। ବାଘଟି ଭାବି ନେଇଛି କି ଏଇଥର ତାର ଭୋକଟା ମେଣ୍ଟିବ। ବାଘଟି ଧୀରେ ଧୀରେ ତାର ସାମ୍ନାରେ ଆସି ପହଞ୍ଚିଗଲା। ଏସବୁ କିନ୍ତୁ ଦେଖୁଥିଲା ଶିଆଳ। କଇଁଛଟି ଜାଣିବା ଆଗରୁ ତାକୁ ନେଇ ପାଖରେ ଥିବା ଗୋଟିଏ ବୁଦାମୂଳରେ ଲୁଚିଗଲା, ଆଉ ଚୁପି ଚୁପି ବାଘର ତାମସା ଦେଖୁଥିଲା। ସେତିକିବେଳେ କଇଁଛଟି କିଛି ନ ଜାଣି ବୁଦା ପାଖରୁ ବାହାରି ବାହାରକୁ ଚାଲିଗଲା। କିନ୍ତୁ ଶିଆଳଟି ନିରାପଦ ସ୍ଥାନରେ ରହିଗଲା। କଇଁଛଟି ଧୀରେ ଧୀରେ ଚାଲିଥାଏ, ହେଲେ ବେଶୀ ଦୂର ଯାଇନଥାଏ। ବାଘଟି କଇଁଛକୁ ଧରିନିଏ। ଆଜି ତତେ ଖାଇ ମୁଁ ମୋର ଭୋକ ମେଣ୍ଟେଇବି। ତୋର ମାଂସ ଖାଇବାକୁ ବହୁତ ମଜା। ହେଲେ ବାଘଟି ଖାଇବା ପାଇଁ କିଛି ସୁବିଧା ପାଇଲା ନାହିଁ। କଇଁଛର ଉପର ଭାଗଟି ବହୁତ ଶକ୍ତ। ସେଥିପାଇଁ ବାଘଟି ଖାଇପାରୁନଥାଏ। ମୁହଁ ନେଉଥାଏ, ପୁଣି ଫେରେଇ ଆଣୁଥାଏ। କଇଁଛ ତାର ଡରିକି ଥାଏ ଆଉ ମିଟିମିଟି କରି ଅନଉଥାଏ। ସିଏ ଏସବୁ ଦେଖି ତାକୁ ବହୁତ ଭୟ ଲାଗୁଥିଲା। ସିଏ ତାର ବନ୍ଧୁକୁ ଖୋଜୁଥାଏ। ଏହି ସମୟରେ ବନ୍ଧୁର ସହଯୋଗ ନିହାତି ଦରକାର। ବୁଦ୍ଧିମାନ ଶିଆଳର ସହଯୋଗ ନିହାତି ଦରକାର। ଯାହା ବି ହେଇଯାଉ, ଆଜି ମୁଁ କଇଁଛର ମାଂସ ଖାଇବି ହିଁ ଖାଇବି। ଯେତେ କଷ୍ଟ ହେଲେ ବି ଖାଇବି। ଯେମିତି ସେମିତି କରି କଇଁଛର ମାଂସ ଖାଇବି।
କଇଁଛର ମାଂସ ଖାଇପାରିଲେ ଶକ୍ତିଟା 2-3 ଗୁଣ ବଢ଼ିଯିବ। ଏମିତି ସୁଯୋଗ କିଏ କ'ଣ ହାତଛଡ଼ା କରିପାରେ? ମୁଁ ବି ୟାକୁ ହାତଛଡ଼ା କରିବାକୁ ଦେବିନି। ବାଘର ଟିକେ ସହଯୋଗର ଅବସ୍ଥା କମ୍। ସିଏ ଟିକେ ଏପଟ ସେପଟକୁ ଚାହୁଁଥାଏ, ହେଲେ ପାଖରେ କେହି ବି ନଥାନ୍ତି। ଏହି ସମୟରେ ବାଘର କାନରେ ଆସି ବାଜିଲା, ମାମୁଁ, ଓ ମାମୁଁ। ବାଘଟି ପୁଣି ଏପଟ ସେପଟକୁ ଅନେଇବାକୁ ଲାଗିଲା। ପୁଣି ତାକୁ ସେଇ ମାମୁଁର ଡାକ ଶୁଣିବାକୁ ମିଳିଲା। ବାଘର ନଜରଟି ଯାଇ ସେଇ ବୁଦା ପାଖରେ ପହଞ୍ଚିଲା। ଏହି ସମୟରେ ବାଘଟି କହିଲା, ଆରେ ଭଣଜା, ତୁ ଏଠାରେ କ'ଣ କରୁଛୁ? ମାମୁଁ ଯୋଉଠି, ଭଣଜା ବି ସେଇଠି। ମାମୁଁ ଭଣଜା ଯୋଉଠି, ଖାଦ୍ୟଟା ବି ସେଇଠି। ମାମୁଁ, ତୁମେ ଏଠାରେ କ'ଣ କରୁଛ? ଆରେ ଭଣଜା, କେତେ ଦିନ ହେଲାଣି ମୁଁ ବହୁତ ଭୋକରେ ଅଛି। ଏଇଠି ସାମ୍ନାରେ ଗୋଟିଏ କଇଁଛଟିଏ ପାଇଲି। ତା ଛଡ଼ା କଇଁଛର ମାଂସଟା ବହୁତ ଶକ୍ତିଶାଳୀ ଓ ମଜାଦାର। ଅଳ୍ପ ଖାଇଦେଲେ ବି ଭୋକ ମେଣ୍ଟିଯାଏ। ଭଣଜା, ତୁ ଯଦି ଚାହିଁବୁ ତୁ ମୋ ସହିତ ଭାଗ ହେଇପାରିବୁ। ମାମୁଁ, ମୁଁ ଯଦି ମିଶିବି ତାହେଲେ ତୁମର ଭାଗ ଅଳ୍ପ ପଡ଼ିବ। ତୁ ତ ଛୋଟଟା, ପରିମାଣରେ ଅଳ୍ପ ତ ଖାଇବୁ ନା। ମାମୁଁ, ଆଗେ କୁହ ଆକୁ କେମିତି ଖାଇବ? ଚେଷ୍ଟା କରି ଦେଖେ, ଉପାୟ ଟିକେ ବାହାର କରେ। କଷ୍ଟ କରିବା ଦରକାର ନାହିଁ। ଆକୁ କେମିତି ଖାଇବାକୁ ହୁଏ ମୋତେ ଜଣାଅଛି। ଭଣଜା, ତାହେଲେ ଜଲ୍ଦି ଜଲ୍ଦି କହ। ଭୋକ ଜୋର ମତେ। କିଛି ବି ବୁଦ୍ଧି ମୋ ମୁଣ୍ଡରେ ପଶୁନି। ତୁମେ ଯେ ଗୋଟେ ବୋକା, ଏଇଟା ଜଙ୍ଗଲରେ ସମସ୍ତେ ଜାଣନ୍ତି। ଆରେ ଭଣଜା, ତୁ ବି ବୋକା କହିଲୁ? ମତେ ବହୁତ କଷ୍ଟ ଲାଗୁଛି। ମାମୁଁକୁ ଯଦି କିଏ ବଦନାମ କଲେ ତୋର କାମ ତାକୁ ପ୍ରତିବାଦ କରିବା। ହଉ ଛାଡ଼, କେତେବେଳେ କଥା କ'ଣ? ଆଚ୍ଛା ହଉ, ସେସବୁ କଥା ପରେ। ଆଗେ କହ, କେମିତି କଇଁଛଟାକୁ ଖାଇବା? ମାମୁଁ, କଇଁଛକୁ ଆଗରୁ ଟିକେ ଠେଲ, ତାପରେ ସେ ଟିକେ ନରମ ହୋଇଯିବ। ଖାଇବାକୁ କଷ୍ଟ ହେବନି। ତା ଛଡ଼ା ତାର ମାଂସର ମଜାଟା ଅନ୍ୟ ପ୍ରକାରର। ଶିଆଳର ଏମିତି କଥା ଶୁଣି କଇଁଛର ମନରେ ଛନକା ପଶିଗଲା। ତାର ଶରୀରରେ ଶକ୍ତି ବି କମିଗଲା। ଡରରେ ସେ ପୁରା ଛାନିଆ ହୋଇଯାଏ। ଶିଆଳ ମୋର ବନ୍ଧୁ, ପୁଣି ବନ୍ଧୁ ହୋଇ ଏମିତି ସର୍ବନାଶର ବୁଦ୍ଧି ଦେଇପାରୁଛି। ବାସ୍ତବରେ ଶିଆଳ କାହାର ବି ବନ୍ଧୁ ହୋଇପାରେ ନା, କେବେ ବି ହୋଇପାରେ ନା। ବୁଝିଲି, ସିଏ ଯାହାର ବି ବନ୍ଧୁ ହେବ କିଛି ସ୍ୱାର୍ଥ ପାଇଁ। ଇଏ ବି ବହୁତ ଦ୍ରୁତ ଅଛି। ହୋଇପାରେ ଶିଆଳ ବାଘକୁ ଏଠାକୁ ଡାକି ଆଣିଥାଇପାରେ। ଏତେ ଦିନ ସେ ମୋ ସାଙ୍ଗରେ ବନ୍ଧୁ ହେବାର ଛଳନା କରୁଥିଲା। ଅସଲ ବନ୍ଧୁ ତ ବିପଦ ସମୟରେ ହିଁ ଜଣା ପଡ଼ିଯାଇଥାଏ। କଇଁଛଟି ଯେତେବେଳେ ଏସବୁ ଭାବୁଥିଲା, ସେତେବେଳେ ଶିଆଳକୁ ବାଘ କହିଲା, ଆଚ୍ଛା ଭଣଜା, ବଣରେ ନିଆଁ କୋଉଠୁ ପାଇହେବ? ତାହେଲେ ତ ଆଉ ଗୋଟେ ବୁଦ୍ଧି ଖଟେଇବାକୁ ପଡ଼ିବ। ବହୁତ ଜୋରେ ଭୋକ ଲାଗିଲାଣି। ଯେତେ ଶୀଘ୍ର ପାରୁଛୁ ସେତେ ଶୀଘ୍ର ବୁଦ୍ଧି ବାହାର କର। ମୁଁ ଆଉ ସମ୍ଭାଳି ପାରୁନି। ମାମୁଁ, ଆକୁ ନେଇ ନଦୀରେ ପକେଇ ଦିଅ। ନଦୀରେ ପଡ଼ି ଭିଜି ଭିଜି ନରମ ହୋଇଯିବ। ତାପରେ ଖାଇବାକୁ ଭାରି ବଢ଼ିଆ ନରମ ଲାଗିବ। ଭଣଜା, ତୋର ବୁଦ୍ଧିର ଜବାବ ନାହିଁ। ଏଇ ଜଙ୍ଗଲରେ ତୁ ହିଁ ମୋର ଏକମାତ୍ର ଭଣଜା। ବାକି ସବୁ ହେଲେ ଶତ୍ରୁ। ନହେଲେ ଏତେ ଭଲ ବୁଦ୍ଧି କିଏ ଦେବ ଯେ? ଓଲଟା ସବୁ ପଳେଇବେ। ଏହାପରେ ବାଘଟି ନଦୀର ଧାରରେ ଯାଇ ଛିଡ଼ା ହେଲା। ଆଗ ଟିକେ ସାମ୍ନାକୁ ଦେଖିଲା, ତାପରେ କଇଁଛକୁ ନଦୀକୁ ଠେଲିଦେଲା। କଇଁଛଟି ସାଙ୍ଗେ ସାଙ୍ଗେ ପାଣି ଭିତରକୁ ପଶିଗଲା। ବାଘଟି ଅପେକ୍ଷା କରିବାକୁ ଲାଗିଲା। କଇଁଛ ପାଣିରେ ଭିଜି ନରମ ହୋଇଗଲେ ସେ ଖାଇବ ବୋଲି, ତାର ଭୋକକୁ ମେଣ୍ଟେଇବ। ବାଘ ସେମିତି ଅପେକ୍ଷା କରି ରହିଥାଏ। ହେଲେ କଇଁଛ ଆଉ ଫେରିଲା ନାହିଁ। ଧୀରେ ଧୀରେ ସନ୍ଧ୍ୟା ହେବାକୁ ଆସିଲା। ସୂର୍ଯ୍ୟ ବି ଡୁବିଗଲେଣି।
ବାଘଟି ବସି ବସି ବିରକ୍ତ ହୋଇଗଲାଣି। ରାଗିକି ଫେରି ଆସିଲା ଶିଆଳ ପାଖକୁ। ଆସି ଦେଖିଲା ଶିଆଳ ବି ସେଠାରେ ନାହିଁ। ବାଘଟିର ମନେ ପଡ଼ିଗଲା କଇଁଛ ଓ ଶିଆଳର ବନ୍ଧୁତ୍ୱର କଥା। ବୋକା ବାଘଟି ମନ ଦୁଃଖରେ ଜଙ୍ଗଲ ଭିତରକୁ ଚାଲିଗଲା। ଗୋଟିଏ ସୁନ୍ଦର ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲର ସବୁ ପକ୍ଷୀମାନେ ଆରାମରେ ଜୀବନଯାପନ କରୁଥିଲେ। ସେମାନଙ୍କୁ ଭଲରେ ଭୋଜନ ବି ମିଳିଯାଉଥିଲା ଆଉ ପାଣି ବି ମିଳିଯାଉଥିଲା। ସବୁ ପକ୍ଷୀମାନେ ବହୁତ ଖୁସି ଥିଲେ। ହେଲେ କିଛି ଦିନ ପରେ ତାଙ୍କର ଖୁସି ଦୁଃଖରେ ବଦଳିଗଲା। ଯେବେଠୁ ଗୋଟିଏ ଚିଲର ନଜର ସେହି ଜଙ୍ଗଲ ଉପରେ ପଡ଼ିଲା, ସେବେଠାରୁ ସେ ଜଙ୍ଗଲରେ ଶାନ୍ତି କୁଆଡ଼େ ଉଭେଇଗଲା। ସେ ଚିଲକୁ ବଡ଼ ପକ୍ଷୀଙ୍କ ଅପେକ୍ଷା ଛୋଟ ପକ୍ଷୀଙ୍କର ମାଂସ ଖାଇବାକୁ ବହୁତ ପସନ୍ଦ ଥିଲା। ସେଥିପାଇଁ ସେ ସବୁଦିନ କୋଉ କୋଉ ପକ୍ଷୀର ଛୁଆକୁ ଉଠାଇ ନେଇ ଖାଇଦିଏ। ପକ୍ଷୀମାନେ ଭାବି ପାରୁନଥିଲେ ଯେ ସେମାନେ କ'ଣ କରିବେ ବୋଲି। ଏମିତି ଗୋଟିଏ ଦିନ ସମସ୍ତେ ବହୁତ ପରିଶାନରେ ବସିଥିଲେ। ଆମେ ଏବେ କ'ଣ କରିବା? ଆମର ପକ୍ଷୀମାନଙ୍କୁ ଆମେ କେମିତି ବଞ୍ଚେଇବା ସେ ରାକ୍ଷସ ଚିଲଠାରୁ? ମୋର ତ ଅଣ୍ଡା ଦେବାର ଅଛି। ମୋତେ ବହୁତ ଡର ଲାଗିଲାଣି ଆଜିଠାରୁ ଯେ ମୋର ଛୁଆଟି ହେଲେ ମୁଁ ତାକୁ କେମିତି ବଞ୍ଚେଇବି। ବହୁତ ଭଲ ହେବ ସେ ଚିଲ ଯଦି ଆମକୁ ଖାଇଦିଅନ୍ତା କି? ସେ ଚିଲ ବହୁତ ଚାଲାକଟେ। ସିଏ ଜାଣିଛି ଯେ ଯଦି ଆମ ପରି ବଡ଼ ବଡ଼ ପକ୍ଷୀମାନଙ୍କୁ ସେ ଖାଇଦେବ ତ ତାକୁ ସବୁଦିନ ମାଂସ କେମିତି ମିଳିବ? ସିଏ ଆମକୁ କେବେ ଖାଇବନି। ସେ ଆମ ପିଲାମାନଙ୍କୁ ହିଁ ଖାଇବ। ଆମକୁ ତ ଏହାର ଉପାୟ ଖୋଜିକି ବାହାର କରିବାକୁ ପଡ଼ିବ। ନହେଲେ ସେ ରାକ୍ଷସ ଚିଲ ଏମିତି ଆମର ପିଲାମାନଙ୍କୁ ମାରି ଖାଇ ଚାଲିଥିବ। ହଁ, ମୋ ପାଖରେ ଗୋଟିଏ ଆଇଡ଼ିଆ ଅଛି। ଯଦି ଶୁଣିବ ସମସ୍ତେ ତାହେଲେ ମୁଁ କହିବି। ହଁ ହଁ ପାରା ଭଉଣୀ, ଜଲ୍ଦି କୁହ। ଆମକୁ ଆମ ସମସ୍ତଙ୍କୁ ପସନ୍ଦ ହିଁ ଆସିବ। ହଁ, ଶୁଣ ସମସ୍ତେ, ଆମେ ଏମିତି କରିବା। ଯାହାକୁ ଅଣ୍ଡା ଦେବାର ଥିବ ସିଏ ସେ ଘଞ୍ଚ ଗଛ ଉପରେ ଯାଇ ଅଣ୍ଡା ଦେବ। ଆଉ ସିଏ ସେଇଠି ହିଁ ରହିବ ଯେବେ ପର୍ଯ୍ୟନ୍ତ ସେ ଅଣ୍ଡାରୁ ଛୁଆ ନ ବାହାରିଛି ଆଉ ସେ ଛୁଆଟି ବଡ଼ ନ ହୋଇଛି। ଆଉ ସବୁ ବାକି ପକ୍ଷୀମାନେ ତାକୁ ଯାଇ ସମସ୍ତେ ଖାଦ୍ୟ ଦେଇ ଆସିବେ। ଏମିତି କଲେ ଆମେ ଆମ ପିଲାମାନଙ୍କୁ ସୁରକ୍ଷିତରେ ରଖିପାରିବା ଆଉ ଚିଲକୁ ବି ଜଣାପଡ଼ିବ ନାହିଁ। ପାରା ଭଉଣୀ, ଇଏ ତ ତୁମେ ବହୁତ ଭଲ ଉପାୟ କହିଲ। ଏବେ ତ ମୋର ଆଉ ବୁଲବୁଲର ଅଣ୍ଡା ଦେବାର ଅଛି। ଆମେ ବି ସେଇ ଘଞ୍ଚ ଗଛ ଉପରେ ଯାଇ ଅଣ୍ଡା ଦେଇ ସେଠାରେ ରହିବୁ। ଆମକୁ ତୁମେମାନେ ସମସ୍ତେ ଖାଦ୍ୟ ଦେଇ ଆସିବ। ଆଉ ତୁମମାନଙ୍କର ଯେତେବେଳେ ଅଣ୍ଡା ଦେବାର ସମୟ ଆସିବ ଆମେ ବି ତୁମମାନଙ୍କୁ ସାହାଯ୍ୟ ନିଶ୍ଚୟ କରିବୁ। ତାପରେ ଏମିତି ସବୁ ପକ୍ଷୀମାନେ ମାନିଗଲେ। ତାପରେ ବୁଲବୁଲ ଓ ରାନୀ ଚଢ଼େଇ ଘଞ୍ଚ ଗଛ ପାଖକୁ ଚାଲିଗଲେ। ଏମିତି କିଛି ଦିନ ବିତିଗଲା। ଚିଲ ଏମିତି ବୁଲୁଥାଏ। ତାକୁ କୋଉ ବି ବସାରେ ଅଣ୍ଡା ନା ଛୋଟ ପକ୍ଷୀ କିଛି ବି ହେଲେ ଦେଖାଯାଉ ନଥାଏ। ଆରେ, ଏ ପକ୍ଷୀମାନଙ୍କର କ'ଣ ଏମିତି ହୋଇଗଲା? ଆଚ୍ଛା, ଏମାନେ ମୋ ସହିତ କିଛି ଚାଲାକି କରୁନାହାନ୍ତି ତ? ହେଲେ ମୁଁ ତ ଛାଡ଼ିବି ନାହିଁ। ନିଶ୍ଚିତ ଏ ବିଷୟରେ ମୋତେ ଜାଣିବାକୁ ହିଁ ହେବ। ଘଟଣାଟା ଆକ୍ଚୁଆଲି କ'ଣ? ତାପରେ ଚିଲ ରାଗିକି ସେ ପକ୍ଷୀମାନଙ୍କ ପାଖକୁ ଚାଲିଲା। ଆରେ ଏ ପକ୍ଷୀମାନେ, ମୋ ସହିତ ଯୋଉ ନାଟକ କରୁଛ ତା ବିଷୟରେ ମୁଁ ସବୁ ଜାଣିଛି। ସତ ସତ କୁହ, ତୁମର ପିଲାମାନେ ସବୁ କୋଉଠି ଅଛନ୍ତି? ନ କହିବ ଯଦି ତାହେଲେ ଏଇଠି ତୁମମାନଙ୍କୁ କଞ୍ଚା ଚୋବେଇ ଖାଇଯିବି। ଆରେ ଚିଲ ଦିଦି, ଆମର କ'ଣ ଏତେ ଓକାତ ଅଛି ଯେ ଆମେ ତୁମ ସହିତ ନାଟକ କରିବୁ? ବହୁତ ସମୟ ବିତିଗଲାଣି। ଆମ ପକ୍ଷୀମାନେ କେହି ବି ହେଲେ ଅଣ୍ଡା ଦେଇନାହାନ୍ତି। ଯଦି ଅଣ୍ଡା ଦେଇନାହାନ୍ତି ତ ଛୁଆ କୋଉଠୁ ଆସିବ? ମୁଁ ଆଜି ଏଇଠି ବସିକି ରହିବି, ଦେଖିବି କ'ଣ ସବୁ ଚାଲିଛି ଏଠି। ତାପରେ ଚିଲ ସେଇଠି ବସିକି ହିଁ ରହିଲା। ସେପଟେ ରାନୁ ଚଢ଼େଇ ଓ ବୁଲବୁଲର ଅଣ୍ଡାରୁ ଛୁଆ ବାହାରି ଗଲେଣି ଆଉ ଟିକେ ଟିକେ ବଡ଼ ବି ହୋଇଗଲେଣି। ହେଲେ ସେମାନେ ଏତେ ବି ବଡ଼ ହୋଇନଥିଲେ ଯେ ସେମାନେ ଏକା ଉଡ଼ିପାରିବେ। ମୋ ଧନ ଆଉ କିଛି ଦିନ ପରେ ଉଡ଼ିବା ଶିଖିଯିବ ଆଉ ମୋର ସବୁ ଚିନ୍ତା ସରିଯିବ। ହେଲେ ମାମା, ମୋତେ ଲାଗୁଛି ମୁଁ ଉଡ଼ିପାରିବି। ଏମିତି କହି ରାନୁ ଚଢ଼େଇର ଛୁଆ ନିଜ ବସାରୁ ବାହାରି ଉଡ଼ି ଚାଲିଲା। ଆଉ ଜୋରେ ଜୋରେ ଉଡ଼ି ସେ ଘଞ୍ଚ ଗଛ ଭିତରୁ ବାହାରି ବାହାରକୁ ଚାଲିଗଲା। ରାନୁ ଚଢ଼େଇ ଏହା ଦେଖି ତାର ପୁରା ହୋସ ଉଡ଼ିଗଲା ଆଉ ତାର ପୁଅକୁ ଡାକୁଥାଏ। ବବଲୁ, ବବଲୁ ରହିଯା, ବବଲୁ ରହିଯା। ଧନ, ବାହାରେ ବହୁତ ଭୟ ଅଛି, ତୁ ଯାଆନା।
ମୁଁ ତତେ ହରେଇବା ପାଇଁ ଚାହେଁ ନାହିଁ। ହେଲେ ସିଏ ଉଡ଼ି ଉଡ଼ି ଚାଲିଥାଏ ଆଉ ଉଡ଼ି ଉଡ଼ି ଯାଇ ସେଇଠି ପହଞ୍ଚିଲା ଯୋଉଠି ସେ ରାକ୍ଷସ ଚିଲ ବସିଥିଲା। ତା ପଛେ ପଛେ ତାର ମା ବି ଆସି ପହଞ୍ଚିଗଲା। ଆରେ ବା, ତାଜା ତାଜା ମାଂସ। ଆଚ୍ଛା, ତାହେଲେ ତୁମେମାନେ ମୋ ସହିତ ଏମିତି ଚାଲାକି ଖେଳୁଥିଲ। ଆଜି ତ ମଜା ହିଁ ଆସିଯିବ। ଚିଲ, ପ୍ଲିଜ୍ ମୋ ଛୁଆକୁ ଖାଅନି। ତା ବଦଳରେ ତୁମେ ମୋତେ ହିଁ ଖାଇଦିଅ। ତୁମକୁ ଯଦି ଖାଇଦେବି ତ ମୋତେ ଆଉ ଏମିତି ତାଜା ତାଜା ମାଂସ କୋଉଠୁ ମିଳିବ? ଏମିତି କହି ସେ ଚିଲ ଛୁଆ ପକ୍ଷୀ ଆଡ଼କୁ ଗଲା। ହେଲେ ସେ ବବ୍ଲୁ ଆହୁରି ଜୋରେ ଆଗକୁ ଆଗକୁ ଉଡ଼ି ଚାଲିଲା। ଆଜି ସେ ନୂଆ ନୂଆ ଉଡ଼ୁଛି, ହେଲେ ସେ ପୁରା ଭଲ ଭାବରେ ଉଡ଼ି ପାରୁଛି। ସେ ବବ୍ଲୁ ଚଢ଼େଇ ଆଗରେ ଆଉ ଚିଲ ତା ପଛରେ ଆଉ ରାନୀ ଚଢ଼େଇ ସେ ଚିଲ ପଛରେ ଏମିତି ଚାଲିଥାନ୍ତି। ହେଲେ ରାନୀ ଚଢ଼େଇ ତା ଛୁଆକୁ ଆଜି ହରେଇବ ବୋଲି ଭାବି ସାରିଥାଏ। ହେଲେ ତା ଛୁଆ କିଛି ଏମିତି ସେମିତି ଛୁଆ ପରି ଲାଗୁନଥିଲା। ସିଏ ତ ଖାଲି ଉଡ଼ି ଚାଲିଥିଲା। ହେଲେ ଚିଲ ଟିକେ ଟିକେ ଥକି ପଡ଼ୁଥିଲା, କାହିଁକି ନା ସେ ଟିକେ ବୁଢ଼ୀ ହୋଇଗଲାଣି। ସେ ଛୁଆ ଚଢ଼େଇଟି ଉଡ଼ି ଉଡ଼ି ସମୁଦ୍ର ଆଡ଼େ ଚାଲିଲା ଆଉ ସବୁ ପକ୍ଷୀମାନେ ବି ତା ପଛରେ ଆସି ପହଞ୍ଚିଗଲେଣି। ସେ ବବ୍ଲୁ ଚଢ଼େଇ ସିଧା ସେ ସମୁଦ୍ର ପାଣି ଆଡ଼କୁ ଚାଲିଲା ଆଉ ସେ ଚିଲ ବି ତା ପଛେ ପଛେ ଚାଲିଥାଏ। ଆଉ ସେ ଛୁଆ ପକ୍ଷୀ କୋଉ ଗୋଟେ ଅଜଣା ଶକ୍ତି ଦ୍ୱାରା ସେ ଢେଉ ଉପରକୁ ଚାଲିଗଲା। ହେଲେ ସେ ଚିଲ ଯାଇପାରିଲା ନାହିଁ। ସେ ଢେଉ ସହିତ ମାଡ଼ ହୋଇ ତଳେ ପଡ଼ିଗଲା। ସେ ଚିଲ ବହୁତ ଥକି ଯାଇଥିଲା ଆଉ ଓଦା ହୋଇଯିବା କାରଣରୁ ତା ଡେଣା ବି ଭାରି ହୋଇଯାଇଥିଲା। କିଏ ଅଛ? ମୋତେ ବଞ୍ଚାଅ, ମୋତେ ବଞ୍ଚାଅ। ହେଲେ କୋଉ ବି ପକ୍ଷୀ ତାକୁ ବଞ୍ଚେଇଲେ ନାହିଁ। ସେ ଚିଲ ପାଣି ଭିତରେ ବୁଡ଼ିଗଲା ଆଉ ବବ୍ଲୁ ଯାଇ ଗୋଟିଏ ଗଛ ଉପରେ ବସିଗଲା। ସବୁ ପକ୍ଷୀମାନେ ବହୁତ ଖୁସି ହୋଇଗଲେ। ଯାହା ହେଉ ସେ ରାକ୍ଷସ ଚିଲ ତା ଜାଗାକୁ ଚାଲିଗଲା ବୋଲି। ସବୁ ପକ୍ଷୀମାନେ ସେ ଛୋଟ ପକ୍ଷୀ ପାଖରେ ଆସି ପହଞ୍ଚିଲେ। ତାର ମା ତାକୁ ବହୁତ ଗେହ୍ଲା କଲା। ରାନୀ ଚଢ଼େଇ, ତୁମ ପୁଅ ଏମିତି କରିକି ଦେଖାଇଲା ଯେ ଆମେ ବି କରିପାରିବା ନାହିଁ। ତାପରେ ରାନୀ ଚଢ଼େଇର ତା ପୁଅ ପ୍ରତି ବହୁତ ଗର୍ବ ଅନୁଭବ କଲା। ତାପରେ ସବୁ ପକ୍ଷୀମାନେ ନିଜ ଜଙ୍ଗଲରେ ବହୁତ ହସ ଖୁସିରେ ରହିଲେ।